ମିଡିଆରେ ଛପା ହେଇନି ଏତେ କାନ୍ଥରେ ଆପଣ କାନ୍ଥରେ ଛପା ହେଇଛି ସମସ୍ତ କାନ୍ଥରେ ଛପା ହେଇଛି ଛପା ହେଇଛି ବାବା ପାଣି ଛିଞ୍ଚିକି ହାତ ମାରିଦେଲେ କ୍ଷୀର ବାହାରିଲା। ହଁ ହଁ ଲୋକ ବସଛନ୍ତି 500 ବର୍ଷ କ୍ଷୀର ବାହାରିଲା। ଏଠି ଯୋଉ ଲୋକ କହୁଥିଲେ ବାହାରୁଛି ସିମେଣ୍ଟ ଗାଈ କ୍ଷୀର ପାଇପ୍ ଲଗେଇଛନ୍ତି ପତ୍ରିକା ସବୁ ନା ସେଠି ଯୋଉ କହୁଥିଲେ ପାଇପ୍ ଲଗେଇ ଦେଇ କ୍ଷୀର ବାହାର କରୁଥିଲେ ଏଇ ଯୋଉ ଚିତ୍ର ଅଙ୍କାଛି ପାଇପ୍ ଲାଗିଲେ ପାଇପ୍ କୋଉଠି ଆଣିଥାନ୍ତେ? ହଁ ଦେଖିଲେ ଆଉ ତ ଦେଖିଲୁ ଆଉ ଏଟା ଗାଳି ପୁରେଇ ଦେଲେ କିଛି ରାତିରେ ଯଦି ସକାଳେ 1000 ଲୋକ ଖାଉଥିଲେ ରାତିରେ 1000 ଲୋକ ଖାଉଥିଲେ। ଧର୍ମଲା ଦିଟା ଦିଏ ତ ମୁଖାର ବିନ୍ଧି ଦିଏ ତ ସରଳା ବିନ୍ଧି ଆମ ସବୁ ଜଣକୁ ଖାଇବାକୁ ଦେଇପାରୁ ବଦନାମୀ କରିଦେଲେ ତ ଶିଷ୍ୟମାନେ ସବୁ ଶିଷ୍ୟମାନେ ବଦନାମୀ କରିଦେଲେ କମ ଟଙ୍କା ପଇସା ନେଇ ପଳେଇଲେ ସବୁ ବାବା ଜେଲରେ ଶିଷ୍ୟ ଦୋତାଲା କଟା କରି କାର ଚଢି ବାହା ହେଇକି ବ୍ୟବସାୟ କରି ସେ ମାଉ ସେ କହୁଥିଲେ ମୁଁ କଣ ଦେଖିଛି ଯାଇଛି ନା କଣ କରିଛି ଆଉ ସେ ବେକାର ସାର୍ ଆପଣ ସାରଥି ବାବାଙ୍କର ସାଙ୍ଗ କ'ଣ ଆପଣଙ୍କର ଅନୁଭୂତି କେମିତି କ'ଣ ବାବା ଏତେ ଗୋଟେ ଇଏ ଥିଲା କ'ଣ ଏମିତି ଘଟିଗଲା? ମୁଁ ତ ଅଲଗା ସ୍କୁଲରେ ପଢ଼ୁଥିଲି ତାପରେ 3 ବର୍ଷ ତାଙ୍କ ସାଙ୍ଗରେ ପଢ଼ିଛି ଗୋଟେ ବେଞ୍ଚରେ ଆମେ ବସି ପଢ଼ିଛୁ ଏଇ ଗୁଣର ହାଇସ୍କୁଲରେ। ତାର ସେମିତି ହାଫ୍ ପ୍ୟାଣ୍ଟ ଧଳା ଜାମା ପୁରା ସଫା ସୁତୁରା ପାଉଡର ଫାଉଡର ମାଡ଼ି ହେଇ କିନ୍ତୁ କ୍ଲାସ ରୁମକୁ ଆସିବା ପୂର୍ବରୁ ନମସ୍କାର ହେଇକି ବସନ୍ତି କେଉଁଠି ବେଞ୍ଚରେ। ଆଉ ସାଙ୍ଗ ହେଇ ପଢ଼ାପଢ଼ି କରୁଥିଲୁ ତାପରେ ମାଟ୍ରିକ ପାସ୍ କଲା ପରେ ସିଏ ସାଡ଼େ କୁଆଡ଼େ ଗଲେ ମୁଁ ମୋର ଡେରାବିସି କଲେଜରେ ପଢ଼ିଲି ଏମିତି ବିଚ୍ଛିନ୍ନ ଆଉ କ'ଣ। ତାପରେ ବାବା ହେଲା ପରେ ସେଠୁ ମୁଁ କେତେବେଳେ କୁଚିତ ଆସେ ତାଙ୍କ ପାଖକୁ କେମିତି ଟିକେ ଦେଖା ସାହା ହେଉଛି। ମହିମା ଥିଲା କହନ୍ତି ସିମେଣ୍ଟ ଗାଈରୁ କ୍ଷୀର ଦିଏ ଏଟା ସତ? କାହିଁ ବାବା ତ କେବେ କହନ୍ତିନି ସିଏ ତାଙ୍କର ପ୍ରଶଂସାକାରୀ ଲୋକ କହୁଥିବେ କିନ୍ତୁ ବାବା କେବେ ତ କହୁନାହାନ୍ତି ତାଙ୍କ ଗାଈର ସିମେଣ୍ଟ ଗାଈରୁ। ମିଡିଆରେ ଛପା ହେଇନି ଏତେ କୋଉଥିରେ କାନ୍ଥରେ ଆପଣ କାନ୍ଥରେ ଛପା ହେଇଛି ସମସ୍ତ କାନ୍ଥରେ ଛପା ହେଇଛି ବାବା ପାଣି ଛିଞ୍ଚିକି ହାତ ମାରିଦେଲେ କ୍ଷୀର ବାହାରିଲା। ହଁ ହଁ ଲୋକ ବସଛନ୍ତି 500 ବର୍ଷ କ୍ଷୀର ବାହାରିଲା ସମସ୍ତେ ପାଇବାକୁ ଦେଲେ ସମସ୍ତେ ପିଇଛନ୍ତି। ହଁ ସାଥୀ ବାବା ପାଣି ଚିନି ଦେଲେ ସେ ଯୋଉ ଗାଈ ସବୁ ଚିତ୍ର ଅଙ୍କା ହେଇଛି ଏଠି ଯୋଉ ଲୋକ କହୁଥିଲେ ବାହାରୁଛି ସିମେଣ୍ଟ ଗାଈ କ୍ଷୀର ପାଇପ୍ ଲଗେଇଛନ୍ତି ପତ୍ରିକା ସବୁ ନା ସେଠି ଯୋଉ କହୁଥିଲେ ପାଇପ୍ ଲଗେଇ ଦେଇ କ୍ଷୀର ବାହାର କରୁଥିଲେ ଏଇ ଯୋଉ ଚିତ୍ର ଅଙ୍କା ହେଇଛି ପାଇପ୍ ଲାଗିନି ବୋଲେ ପାଇପ୍ କୋଉଠି ଆଣିଥାନ୍ତେ ବୁଝିଲେ କି ଯୋଉ ଚିତ୍ର ସବୁ ଅଙ୍କା ହେଇଛି ଆଉ ପାଇପ୍ ତ ଲାଗିନି ପାଣି ଚିନି ଦେଲେ ହାତ ମାରିଦେଲେ କ୍ଷୀର ବାହାରିଲା। ହଁ କ୍ଷୀର ବାହାରୁଛି ବିଭୂତି ବାହାରୁଛି ସବୁ ବାହାରୁନି କାହିଁକି ସେଗୁଲୋକ ବାହାରୁଛି ରୁଦ୍ରାକ୍ଷ ବାହାରୁଛି ବାହାରୁନି କାହିଁକି ସବୁ ବାହାରୁଛି ସାରିଛନ୍ତି ସେମାନେ ସବୁ ଆଉ ବାହାରୁଛି କିଛି ଅସୁବିଧା ହଁ ସେ ଦେଖିଲେ ଆଉ ତ ଦେଖିଲୁ ଆଉ ଏଟା ଗାଳି ପୁରେଇ ଦେଲେ କିଛି କାତ ଦେଲେ। ବାବାଙ୍କର ପାଖରେ ଚମତ୍କାର ଆଉ କ'ଣ ଆପଣ ଦେଖନ୍ତି? ଏସବୁ ଜିନିଷ ସବୁ ଆଉ କ'ଣ ଆଉ ଆଧ୍ୟାତ୍ମ ସେଥିରେ ପ୍ରବଚନ ଦିଅନ୍ତି ଆଉ ଲୋକକୁ ବୁଝାନ୍ତି ଭଲ ବୁଝାନ୍ତି କେତେ ଲୋକ ଭଲ ବାଟକୁ ଆସୁଛନ୍ତି ଯୋଉ ମଦ ଫଦ ଖାଇ ଭଲ ମନ୍ଦ ଖାଇ ବାବା କଥା ସେଗୁଡ଼ା ଲାଇନ୍କି ଯିବନି ଭଲ କରିବନି ପ୍ରବଚନ ଭଲ ଦିଅନ୍ତି। ରାତିରେ ଯଦି ସକାଳେ 1000 ଲୋକ ଖାଉଥିଲେ ରାତିରେ 1000 ଲୋକ ଖାଉଥିଲେ। ଧର୍ମଲା ଦିଟା ଦିଏ ତ ମୁଖାର ବିନ୍ଧି ଦିଏ ତ ସରଳା ବିନ୍ଧି ଆମେ ସବୁ ଜଣକୁ ଖାଇବାକୁ ଦେଇପାରୁନି ସେ 1000 ଲୋକ ଖାଇବାକୁ ଦେଉଥିଲା ନା ସେ ଯାଉଥିଲା କୋଉଠି ମାଗିବ ତା କତି 1000 ଲୋକ ଆସୁଥିଲେ ସେ କାହାକୁ ଡାକୁଥିଲା ମୋ କତି ଆସବୁନି ବଦନାମୀ କରିଦେଲେ ତ ଆଉ ଶିଷ୍ୟମାନେ ସବୁ ଆଉ ଶିଷ୍ୟମାନେ ବଦନାମୀ କରିଦେଲେ କମ ଟଙ୍କା ପଇସା ନେଇ ପଳେଇଲେ ସବୁ ବାବା ଜେଲରେ ଶିଷ୍ୟ ଦୋତାଲା କଟା କରି କାର ଚଢି ବାହା ହେଇକି ବ୍ୟବସାୟ କରି ବୁଲୁଛନ୍ତି ବାବା ଭିତରେ ପଡୁଛନ୍ତି ଦିନ ତଲିଆ। ହଁ ହଁ ସେ ବହୁତ ସବୁ ନେଇଗଲେ ସବୁ ଗୋଟେ ଫାଙ୍କା କରିଦେଲେ ଆଉ ବାବାଙ୍କୁ ଏତେ ବଡ ବଦନାମ ଟା ଲାଗିଲା ଏତେ ବଡ ବଦନାମ ବିନା ପ୍ରମାଣ ସିଏ ପ୍ରମାଣ କ'ଣ ସିଏ ତମ ସାଧୁ ଲୋକ ଯାଇକି କୋଉଠି ପୁରୀରେ ବୃନ୍ଦାବନରେ ହୃଷିକେଶରେ ଆଉ ଅଯୋଧ୍ୟାରେ ଏସବୁ ରହିବା କଥା ଗୋଲକୁଣ୍ଡା ଯାଉଥିଲେ ଯଦି ଗୋଲକୁଣ୍ଡା ଗଲ ଇଏ ତାକୁ ଇଏ କରି ପଠେଇଦେଲେ ଏ ଯେଉଁ ରୋଜାଲି ଫୋଜାଲି ଲଫାସ କରି ପଠେଇଦେଲେ ଭଲ କରି ଆଉ ସେସବୁ ତା କତି ଏଠି ଲକ୍ଷ ଲୋକ ଆସୁଥିଲେ ସିଏ ଏଠି ପ୍ରେମ କରିପାର ସେଠି ରୋଜାଲି ନେଇ ଗୋଲକୁଣ୍ଡା ପ୍ରେମ କରୁଥିଲା। ସେ ମାଉ ସେ କହୁଛନ୍ତି ମୁଁ କଣ ଦେଖିଛି ଯାଇଛି ନା କ'ଣ କରିଛି ମୁଁ କଣ ଟିକେଟ କାଟିଥିଲି କେତେ ସତ କେତେ ମିଛ ସେ ସବୁ କହୁଛନ୍ତି ଏଇ ଯୋଉ କେସ୍ ଗୁଡ଼ା ସବୁ ଛିଣ୍ଡିଲା ତାଙ୍କର କେତେ ମିଛ କେସ୍ ସବୁ ଛିଣ୍ଡିଲା ନା ଆଉ। ଆଚ୍ଛା ତଥାପି ଆଜ୍ଞା ଏଡେ ବଡ ଆଶ୍ରମ ଏବେ ଖାଁ ଖାଁ ପଡିଛି କେମିତି? ଆଉ ସେ ରହୁଛନ୍ତି 2 ଜଣ ପିଲା ରହୁଛନ୍ତି ଖରକା କରୁଛନ୍ତି ଆଉ ପୁଲିସ ମାନେ ରହୁଛନ୍ତି ସବୁ ଜଗୁଛନ୍ତି
ସେମିତି ରହିଛନ୍ତି ଆଉ। ତାପରେ କେସ୍ ଚାଲିଲା ପରେ ସେ ଆସିବେ ତାଙ୍କ ସବୁ ଆପଣଙ୍କର ବାବାଙ୍କର ସମ୍ପର୍କ କଣ କୁହନ୍ତୁ? ସମ୍ପର୍କ ଭଲ, କିଛି ଅସୁବିଧା ନାହିଁ। ତାଙ୍କର ଆମର କ'ଣ ସମ୍ପର୍କ ଖରାପ କାହିଁ ହେବ? ଖରାପ କିଛି ନାହିଁ। କିନ୍ତୁ ଜିନିଷ କ'ଣ ହେଉଛି ଏସବୁ ବଦନାମ ହେଲେ ଆମର ଧର ବଳିଆ ବାବା ହେଲେ ଆମ ଗୁରୁ ଆମର ବୈକୁଣ୍ଠ ଥିଲେ ଆମ ଗୁରୁ ତାଙ୍କେ ସିଏ ହେଲେ ସେ ଯେଉଁ ସେ ବେଳା କରିছে ଏ ଯେଉଁ ବେଳା ହେଇଛି ତା ବେଳାରେ ମାଇପେକି ଆଉ ରଖିବେ ନାହିଁ। ଇଏ ଯେଉଁ ହଜାର ହଜାର ମାଇପେ ଭଲ ମନ୍ଦ କଲେ ତା ଭିତରେ ରହିଲେ ଭଲ ମନ୍ଦ କଲେ ସଳ କିଏ କ'ଣ କଥା ଆମେ କଲେ ଭଲ ତା ଠିକ୍ ଅଛି। ଆଉ ସେଗୁଡ଼ା ସବୁ ବଦନାମ ଫଦନାମ ହେଇକି ଭଲ ମନ୍ଦ କରିକି ସବୁ କଲେ ତାପରେ ତା ଭିତରେ ସବୁ ଚଳଫଳ ହେଇଥିଲା ଭଲ ମନ୍ଦ କରିଥିଲା। ଆଉ ସେ ଝିଅ ଫିଅ ଲପଡ଼ା ଯୋଉ ଆସିଲା ଏଇଟା କଣ କେତେ ଦୂର? ସେଗୁଡ଼ା ବେକାର ସବୁ ସବୁ ମିଛ ମିଛ ସବୁ। ଇଏରେ ସବୁ ବାହାରିଲା ସବୁ ସବୁ ମିଛ ମିଛ ସେଗୁଡ଼ା ବେକାର। ସେ ଭୁଲ ସେ କାମ କରିଥିଲେ ସେ ତ ମୁଁ ଠାକୁର ଯାଇପାରେ ନା ଜାଣିଲେ କି ସେ ଏପରୁ ଯାଇପାରେ ନା ହେଲା। ଏବେ ଯେଉଁ ପ୍ରବଚନ ମୁଁ ଯାଇଥିଲି ବହୁତ ଥର ଦେଖିଲି ମୁଁ କହିଲି ବାବା କେମିତି ଆସୁଛନ୍ତି ମୁଁ ଦେଖିବି କି କ'ଣ କରୁଛ ଯେମିତି ଆସେମିତି ଯେମିତି ଫୁଲ ବଚନ ଆସେମିତି ଯେମିତି ଲୋକ ଆସୁଛନ୍ତି ଭଲ ମନ୍ଦ କରୁଛନ୍ତି ଯେମିତି ଦେବା ନେବା ଖାଇବା ପିଇବା ଭଲ ମନ୍ଦ ଚାଲିଛି କିଛି ଅସୁବିଧା ନାହିଁ। ଗର୍ଭବତୀ ପରେ ବାହାର ଦିନ ତ ଗର୍ଭବତୀ ଦେଉଥିଲେ ସେତେବେଳେ ସେ ଛାଡ଼ ସବୁଆଡ଼େ ଦେଉଛନ୍ତି ଦେଉଛନ୍ତି ନେଇକି ବୁଲିକି ସେଟା ଆଚ୍ଛା ବାବା ମାର୍କେଟରେ ବାବାଙ୍କର ଏଠିକି ଆପଣ ଦେଖୁନାହାନ୍ତି ଏଠିକି କିଛି କେତେ କାର ଅଛି କେତେ କ'ଣ ଲାଗି ଅଛି ତାଙ୍କର ଯେ ଭକ୍ତମାନେ ଯେଉଁମାନେ ଅଛନ୍ତି ସେମାନେ ଆସିକି ଦେଉଛନ୍ତି ଦଣ୍ଡ ଧରି ଯାଉଛନ୍ତି ଭଲ କରୁଛନ୍ତି ଦେଖିକି ସବୁ ଯାଉଛନ୍ତି ବୁଲିକି। ବାବାଙ୍କର ଆପଣ ଜାଣିଲେ ବାବାଙ୍କୁ କେବେ ପ୍ରଥମେ? ସେ ଯାଇକି ଜାଣିଲୁ କେଉଁଠି ନା ପଢ଼ୁଥିଲେ ଯେତେବେଳେ ହଁ ଆମ ସ୍କୁଲ ନାଇଁ ନାଇଁ ସେତେବେଳେ ନାଇଁ ସେତେବେଳେ ବଢ଼ିଆ ମାଳି ଥିଲେ ତାଙ୍କ ଇଏ ବାପା ଚାକିରି କରିଥିଲେ ଯେତେବେଳେ ଏଲ୍ଇଡି ଅଫିସରେ ସେତେବେଳେ ବଢ଼ିଆ ମାଳି ଥିଲେ ପାଠ ପଢ଼ା କରୁଥିଲେ। ବାବା କଣ ଭଗବାନ? ନା ଭଗବାନ କିଏ କିଏ ଆଜ୍ଞା ଶୁଣନ୍ତୁ ମାନେ ଭଗବାନ କାହାକୁ କହିବା ଭଗବାନ ଆମ ଶାସ୍ତ୍ର ଥିଲା ମହାପୁରୁଷ ଲେଖିଲେ ଜଳ ଅନଳ ପବନ ପୃଥ୍ୱୀ ଆକାଶ ଗଗନ ଏ ମାନ ଜାଣି ବ୍ରହ୍ମ ଆଶା କରିଛନ୍ତି ନାମ ନାମ ଆଶେ ରହିଛନ୍ତି ମୂଳମତି ଯୁଡ଼େ ମଧ୍ୟ ଜଗନ୍ନାଥ ମୂର୍ତ୍ତିରେ ମୂଳମତି ଏମାନେ ତ ଏଇ ବ୍ରହ୍ମରେ ଆମ ଶରୀର ତିଆରି ହେଇଛି ଏ ମାନେ ବିଶ୍ୱ ବ୍ରହ୍ମାଣ୍ଡ ତିଆରି ହେଇଛି ଇଏରେ ତାକୁ ତ ବ୍ରହ୍ମକୁ କେହି ଯାଇପାରିଲେନି ଆଉ ଭଗବାନ କାହାକୁ ଆମେ କହିବା ଏକ ବ୍ରହ୍ମ ଦ୍ୱିତୀୟ ନାଥ ଯେମିତି ରାମ ଠାକୁର ଆସିଲେ ପାଠ କରି ପଳେଇଲେ କୃଷ୍ଣ ସାଗରରେ ପାଠ କରି ପଳେଇଲେ ନୃସିଂହ ଅବତାର ଠାକୁର ଆସିଲେ ପାଠ କରି ପଳେଇଲେ ଆମେ ସେମିତି ଆସିଲେ ପାଠ କରି ପଳେଇବା ଯଦି ଭଲ ପାଠ କରିଥିବା ଗଲା ପରେ ଭଲ ଶୁଣିବା ଯଦି ଖରାପ ପାଠ କରିଥିବା ଗଲା ପରେ ଖରାପ ଶୁଣିବା ହେଇଗଲା କାମ। ବାବାଙ୍କର ଗୋଟେ ଚମତ୍କାର ବିଷୟରେ ଆପଣଙ୍କ ଜୀବନ ଯେତେବେଳେ ଆରମ୍ଭ ହେଲା ବାବାଙ୍କ ସାଙ୍ଗେ ଯେ ଚଳିଲେ ଚମତ୍କାର ସେମିତି କ'ଣ ଆପଣ ଦେଖିଲେ? ଚମତ୍କାର କ'ଣ ସେଇ ସବୁ ଏଇ ବିଭୂତି ବାହାରୁଛି ଭଲ କରୁଛି ଶିବଲିଙ୍ଗ ଆସୁଛି ତୁଳସୀ ଆସୁଛି ବୁଝିଲେ କି ହଁ ଆଉ ନଡ଼ିଆ ଯେତେ ବାଡ଼ିବେ ହୀରା ନୀଳା ମୋତି ବାଡ଼ି ଗଛ ବାହାରେ ଏ ଗାଈ ହଁ ଲୋକ ସବୁ ଦିଅନ୍ତି ଏସବୁ ଆଉ କ'ଣ କେତେକ ଲୋକ ସେଗୁଡ଼ା ନାହିଁ ବେକାର ମିଛ ସେଗୁଡ଼ା ଆମେ ଦେଖିଲୁ ଠାକୁର କହିଛନ୍ତି ଗୁରୁ କହିଛନ୍ତି ଆମର ଆମେ ତ ଗୁରୁ କରୁଛୁ ନା ଯାହା ନ ଯିବ ଦୁନିଆରେ ପର୍ଯ୍ୟଟନ ଗୁରୁ ହେଉଛନ୍ତି ଆପଣ ଠିଆ ହେଇଛନ୍ତି ମୋତେ କହିବ ହଁ ଠିଆ ହେଇଛି ମୋତେ ଲକ୍ଷ ଲାଗେ କହିବେ ନାଇଁ ଏ ଠିଆ ନଥିଲା ବୋଲି କହିବିନି ଆମର ଗୋଟେ ଠିଆ ଲାଗେ ଆମେ ଜାଣତେ କିଛି କେମିତି କରିବୁ କହିବିନି କେବେ ସେସବୁ ଭୁଲ ଧାରଣା। ବାବାଙ୍କ ସାଙ୍ଗରେ ଆପଣ ଶେଷ ଦେଖା କେବେ ହେଇଥିଲା? ଶେଷ ସେଠାରେ ଗଲେ ତ ଆସ ଗଲେ ଆଉ ମୁଁ ଆଉ ଦେଖା କରିନି ଜେଲ୍ ଗଲାବେଳେ ଆପଣ ଯାଇଥିଲେ? ନା ନା ମୁଁ ଯାଇନି ଏଇ ପ୍ରବଚନ ଯେଉଁ ଭୁବନେଶ୍ୱର ଆସି ମୋତେ କହୁଥିଲେ ସେଠି ଟିକେ ଦେଖା କଲେ ମୁଁ କହିଲେ ତମେ କିଛି କହିଲେ ମୁଁ ଆଉ ଯାଇପାରିଲି ଆଉ